ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଏହା ଏକ ଏମିତି ସହର ଯୋଉଠି ପରମ୍ପରା ଭକ୍ତି ଆଜି ବି ଜୀବନ୍ତ ରହିଛି। ଆଉ ସେହି ପରମ୍ପରା ମଧ୍ୟରୁ ସବୁଠୁ ବଡ଼ ଓ ପବିତ୍ର ପର୍ବ ହେଉଛି ଠାକୁରାଣୀ ଯାତ୍ରା। ଏହି ଯାତ୍ରା ପ୍ରାୟ 200 ବର୍ଷର ପୁରୁଣା ଆଉ ପ୍ରତି 3 ବର୍ଷକୁ ଥରେ ମା ଠାକୁରାଣୀ ଓ ବ୍ୟାଘ୍ର ଦେବୀଙ୍କୁ ନେଇ ଆରମ୍ଭ ହୁଏ। ଦେଖୁ ଦେଖୁ ଯାତ୍ରା ଆରମ୍ଭ ହେବାର 25 ଦିନ ବିତିଗଲା ଆଉ ଆଜି ମାଙ୍କର ସିଂହ ବାହିନୀ ବେଶ ପାଇଁ ହଜାର ହଜାର ଭକ୍ତ ଏକାଠି ହେଉଛନ୍ତି। 25 ଦିନ ଧରି ଯେଉଁ ମାଙ୍କ ଆଗମନରେ ସାରା ସହର ହସୁଥିଲା, ଆଜି ସେହି ମାଙ୍କୁ ବିଦାୟ ଦେବା ବେଳେ ସମସ୍ତଙ୍କ ମନ ଭାଙ୍ଗି ହୋଇଯାଉଛି। ମା ଯାଉଛନ୍ତି, କିନ୍ତୁ ଛାଡ଼ି ଯାଉଛନ୍ତି ଅନେକ ସ୍ମୃତି, ଯାହା ଆମ ମନରେ ସବୁଦିନ ପାଇଁ ରହିଯିବ। ମନେ ପଡ଼ିବ ସବୁଦିନ ସନ୍ଧ୍ୟାରେ ମାଙ୍କର ନଗର ପରିକ୍ରମା। ଆଗେ ଆଗେ ଯାଉଥିବେ ମା ବ୍ୟଘ୍ରଦେବୀ ଆଉ ପଛରେ ମା ଠାକୁରାଣୀ। 4ଟି ଘଟକୁ ନେଇ ନାନା ପ୍ରକାର ପଟୁଆରରେ ସମସ୍ତ ସାହି ବୁଲୁଥିବାର ଦୃଶ୍ୟ। ସାଙ୍ଗରେ କାଳିକା ନୃତ୍ୟ, ବାଘ ନୃତ୍ୟ, ଘଣ୍ଟୁଆ ନାଚ ଭଳି ଅନେକ ଲୋକକଳା ଓ ରାତିରେ ଆଲୋକ, ବାଣ ଆଉ ଢୋଲର ଶବ୍ଦରେ ସାରା ଭଞ୍ଜନଗର ଝୁମି ଉଠିଥାଏ। ମନେ ପଡ଼ିବ ସେହି ମୀନା ବଜାର, ସାଂସ୍କୃତିକ କାର୍ଯ୍ୟକ୍ରମ ଆଉ ଲୋକଙ୍କ ଭିଡ଼। ଭଞ୍ଜନଗର ଠାକୁରାଣୀ ଯାତ୍ରା କେବଳ ଏକ ପର୍ବ ନୁହେଁ, ଭକ୍ତି ଆଉ ମାଙ୍କ ସହିତ ଅଟୁଟ ସମ୍ପର୍କର ପ୍ରତୀକ। ଜୟ ମା ଠାକୁରାଣୀ।